ପିଲାମାନେ ଆସନ୍ତୁ ଆଜି ଆମେ ଜାଣିବା କେମିତି ସହଜ ଉପାୟରେ ଦୁଇଟି ଭଗ୍ନାଂଶ ମଧ୍ୟରେ କିଏ ସାନ ଓ ବଡ଼ ଲସାଗୁ ବାହାର କରିବାନି ଦେଖୁ ଦେଖୁ କହିପାରିବା। ସହଜରେ କେମିତି ସମହର କିମ୍ବା ସମଲବ କରିବା ନାହିଁ। ଆମେ ତ ଜାଣିଛନ୍ତି ଦୁଇଟି ଭଗ୍ନାଂଶକୁ ମଧ୍ୟରୁ ଯଦି ସାନ ବଡ଼କୁ ଚିହ୍ନିବାକୁ ହୁଏ ତାହେଲେ ଆମେ କ'ଣ କରୁ, ପ୍ରଥମେ ଲସାଗୁ ବାହାର କରୁ, ତାପରେ ସେମାନଙ୍କୁ ସମହର ବିଶିଷ୍ଟ କିମ୍ବା ସମଲବ ବିଶିଷ୍ଟ କରିବାକୁ ପଡ଼ିଥାଏ। ଯେମିତି ଉଦାହରଣ ମୁଁ ଏଇଠୁ ନେଉଛି, ଦେଖ ଦୁଇଟି ସଂଖ୍ୟା ନେଲି, ଗୋଟେ ହେଉଛି 2 ବିଭକ୍ତ 5 ଓ ଅନ୍ୟଟି ହେଉଛି 3 ବିଭକ୍ତ 4। ପ୍ରଥମେ ତ 2 ବିଭକ୍ତ 5ର 5ରେ 2 ବିଭକ୍ତ 5ରେ 5 ହେଉଛି ହର ଏବଂ 3 ବିଭକ୍ତ 4ରେ 4 ହେଉଛି ହର। ଆମେ ଏଠାରେ 4 ଓ 5ର ଲସାଗୁ ବାହାର କରିବା। 4 5ର ଲସାଗୁ ଏକକ ପଣିକାରେ 4 ଅଛି, 1 ଚଉ 4, 1 ପଞ୍ଚା 5। ଲସାଗୁ କେତେ ହେଲା? 1 ଗୁଣନ 4 ଗୁଣନ 5 ସମାନ କେତେ ହେଲା? 1 ଚଉ 4, 4 ଗୁଣନ 5 ସମାନ 20। ବର୍ତ୍ତମାନ ଆମେ ଭଗ୍ନାଂଶ ଦୁଇଟିକୁ ସମହର କରିବା। 2 ବିଭକ୍ତ 5 କୁ ହର କେତେ କରିବା? 20 କରିବାର ଅଛି ଆମକୁ। ତାହେଲେ 5ରେ କେତେ ଗୁଣିଲେ 20 ହେବ? 4। ତାହେଲେ ଆମେ ଲବରେ ବି 4 ଗୁଣିବା। ଏଠି କେତେ ହେଲା ନା 8 ବିଭକ୍ତ 20। ସେହିପରି 3 ବିଭକ୍ତ 4କୁ ମଧ୍ୟ ତାର ହରକୁ 20 କରିବା। ଯେମିତି ହେଲା 3 ବିଭକ୍ତ 4, 4ରେ କେତେ ଗୁଣିଲେ 20 ହେବ ନା 5। ଉପରେ ବି ମଧ୍ୟ 5 ଗୁଣିବା। ହେଲା 3 ପଞ୍ଚା 15, 15 ବିଭକ୍ତ 20। ବର୍ତ୍ତମାନ ଦେଖନ୍ତୁ ଆମେ ସମହର ବିଶିଷ୍ଟ ଦୁଇଟି ଯାକ ହେଇଯାଇଛି। ଗୋଟେ ହେଉଛି 8 ବିଭକ୍ତ 20 ଆଉ ଗୋଟେ ହେଉଛି 15 ବିଭକ୍ତ 20। ଆମେ ଜାଣିଛନ୍ତି ଯେଉଁ ଭଗ୍ନାଂଶର ହର ସମାନ ଥାଇ ଲବ ବଡ଼ ହେଇଥିବ ସେଇ ଭଗ୍ନାଂଶଟି ବଡ଼, ଅର୍ଥାତ୍ ଏଠାରେ 15 ବିଭକ୍ତ 20 ହେଉଛି ବଡ଼। ଏବଂ ବା 2 ବିଭକ୍ତ 5, 3 ବିଭକ୍ତ 4 ଭିତରେ 3 ବିଭକ୍ତ 4ଟି ହେଉଛି ବଡ଼। କିନ୍ତୁ ପିଲାମାନେ ଏଇଟାକୁ ସହଜ ଉପାୟରେ କରିବା। ଦେଖ ବର୍ତ୍ତମାନ ମୁଁ ପ୍ରଥମ ଭଗ୍ନାଂଶଟା କ'ଣ ନେଇଥିଲି ନା 2 ବିଭକ୍ତ 5। ଏହାର ହର ଅର୍ଥାତ୍ କିଏ? 5। ତାହେଲେ ଲବାର କେତେ ଅଛି? 2। ହର 5 ଠାରୁ 2 ହେଉଛି ଅଧାରୁ କମ୍ ଏବଂ 3 ବିଭକ୍ତ 4 ଭଗ୍ନାଂଶରେ ହର 4 ଠାରୁ 3 ହେଉଛି ଅଧାରୁ ବେଶୀ। ତେଣୁ ଦୁଇଟି ଭଗ୍ନାଂଶ ଭିତରେ ପ୍ରଥମଟି ରହୁଛି ହର ଲବ ହର ଠାରୁ ଅଧାରୁ କମ୍ ଅଛି ଏବଂ ଦ୍ୱିତୀୟ ଭଗ୍ନାଂଶରେ 3 ବିଭକ୍ତ 4ରେ ହର 4 ଅଛି, ଲବ 3 ଅଛି, ଅର୍ଥାତ୍ ଲବ ହରର ଅଧାଠାରୁ ଅଧିକ ଅଛି। ତେଣୁ ଏଠାରେ 3 ବିଭକ୍ତ 4 ହେଉଛି ବଡ଼, 2 ବିଭକ୍ତ 5 ହେଉଛି ସାନ। ଦେଖନ୍ତୁ ପିଲାମାନେ ଅତି ସହଜରେ ଆମେ କେମିତି ଲସାଗୁ ନ ବାହାର କରିକି ଦୁଇଟି ଭଗ୍ନାଂଶ ଭିତରେ କିଏ ସାନ ଓ ବଡ଼ ଚିହ୍ନି ପାଇଲେ। ଆଉ ଗୋଟେ ଉଦାହରଣ ନେବା। 33 ବିଭକ୍ତ 40 ଓ 9 ବିଭକ୍ତ 20। ପ୍ରଥମ ଭଗ୍ନାଂଶଟି ଦେଖ ପିଲାମାନେ ଅଛି ଆମର 33 ବିଭକ୍ତ 40। ଏଠାରେ ଲବ ହେଉଛି 33 ହର ହେଉଛି କେତେ ଆମର? 40। ହର ଠାରୁ ଲବ ଅଧାରୁ
ଅଧିକ ଅଟେ। ସେହିପରି ଦ୍ୱିତୀୟ ଭଗ୍ନାଂଶଟି ଅଛି ଆମର 9 ବିଭକ୍ତ 20। ଲବ ହେଉଛି 9, ହର ହେଉଛି ଆମର କେତେ ଏଇଠି 20। ତାହେଲେ ଲବ ହର ଠାରୁ ଅଧାରୁ କମ୍ ଅଛି, ଏଣୁ ପିଲାମାନେ ଯେହେତୁ ପ୍ରଥମ ଭଗ୍ନାଂଶରେ ଲବ ହରଠାରୁ ଅଧିକ ହୋଇଥିବାରୁ ତାହା ହେଉଛି ଆମର ବଡ଼ ଭଗ୍ନାଂଶ, ଅର୍ଥାତ୍ 33 ବିଭକ୍ତ 40 ବଡ଼ ହେଉଛି କାହାଠାରୁ ନା 9 ବିଭକ୍ତ 20 ଠାରୁ। ପିଲାମାନେ ସହଜ ଲାଗିଲା ନା?